জগন্নাথ স্বামী জগন্নাথ স্বামী নয়ন পথগামী ভব তুমি यत्वंत सुविदुष शुण मन दई नारायण अभिशाप कई पाइलई जनकर भालू मुख आनर मर्कट मुख देखी कन्या मन पाई बड़ कष्ट भय पाई तार देह हेला कंपमान घोर बात घात जेने कंठे रंभावन कि करिब आउ से जे भय पलाइला देखी अम्बरीश ताकू कଳରେ धइला आशासन करी ताकू पुछई से राजा किंपा माता नवरिलु थराइलु मजा श्रीमती कहला शुण से कारण तात होइति से दुईकर मुख अद्भुत कंदर्प समान अटे देह दुईकर एक मुख भालू अन्य मर्कट आकार चित मध्य पाई त्रास दुई के मध्य देखिली एक ही पुरुष कहबी रूप कही तो नुहई घेनी थिले अंगे नाना आवरण से नीलमेघ परी शरीर दिशई कोटिए कंदर्प तांकु सम हेबे नाही मोते देखी माधरे अल्प छिले से पुरुष बेनी बाहु प्रसारित कले ए घटना शुणिबेनी ऋषि खेद पाई पचारिले हस्त किस धरी स्थिल सही कई श्रीमती वाम हस्तरे कोदंड धरी थिले दक्ष हस्ते तीक्ष्ण मुना कांड या शुणी अम्बरीश होइले विस्मित बोइले कुक कल बेनित पवंत तान हेले काई पाई दिशंता परी कुक छड़ाई आस बेनित पचारी राजा वाक्य शुणिबेनी ऋषि क्रोध हेले कुक किपरि आंबे न जानू बोइले तुही राजा करी अछु कपट एथिरे एई कन्या
এই ক্ষণি কন্যা আচু মালা ধরি করে যাকু পাଏ ତାର ମନ ଦୁଇଙ୍କ ମଧ୍ୟରୁ ତା ଗଳାରେ ମାଳା ଦେଇ ବରଣ ସେ କରୁ ଏହିପରି ଋଷି ବାଣୀ ଶୁଣି ସେ ଶ୍ରୀମତୀ ମନେ ଗୁରୁ ଚିନ୍ତା ପାଇ ହଜାଇଲା ମତି ସୀତା ଆଜ୍ଞା ଶିରେ ଧରି ଧୀରେ ଧୀରେ ଯାଇ ଦେଖିଲା ଆମ୍ଭକୁ ବେନି ଋଷି ମଧ୍ୟ ସେଇ ହୃଷ୍ଟ ହୋଇ ମାଳା ଟେକି ଦେଲା ଆମ୍ବ ଗଳେ ଆଲିଙ୍ଗନ କରି ତାକୁ ବସାଇଲୁ କୋଳେ ବନତେୟ ପୃଷ୍ଠ ବସି ଗଲୁ ବୈକୁଣ୍ଠକୁ ଶ୍ରୀମତୀ ହରଣ ଜଣା ନଗଲା କାକୁ କାହିଁ ଗଲା ବୋଲି ହେଲେ ସର୍ବେ ପର୍ବତ ନାରଦ ଦୁହେଁ ରହିଲେ ନୀରବେ ଶ୍ରୀମତୀର କଥା ଏବେ ଶୁଣ ବେଦବର କରିଥିଲା ଘର ତପ ପୂର୍ବ ଜନ୍ମେ ତାର ଆମକୁ ସେ ପତି ଭାବେ ପାଇବା ଛାରେ ତପ କରି ଦେହ ଛାଡ଼ିଥିଲା ଅନାହାରେ ସେଇ ତପେ ଆମ୍ବକୁ ସେ ପତି ଭାବେ ପାଇ ଭୋଗ କଲା ବୈକୁଣ୍ଠ ଯେ ଆମ୍ବ ସଙ୍ଗେ ରହି ଲୋପାଇନ କନ୍ୟା ବେନି ଋଷି ବାହୁଡ଼ିଲେ ବିରସରେ ଆସି ଆମ ପାଶରେ ମିଳିଲେ ବିନୟରେ ପଚାରିଲେ ଶୁଣ ଭାବଗ୍ରାହୀ ପଚାରିବୁ କଥାଟିଏ ଦେବ ତୁମ୍ଭେ କହି ସନ୍ଦେହ ହେବାରୁ ଏକା ପଚାରୁ ତୁମକୁ ଆଣିଛ କି ଗୁପତରେ ଶ୍ରୀମତୀ କନ୍ୟାକୁ ଶୁଣିଲ କହିଲୁ ଆମ୍ଭେ ଚମତ୍କୃତ ହୋଇ ଆମ୍ଭକୁ ସେ କନ୍ୟାର କଥା ଜଣା ନାହିଁ ନାରଦ ପୁଥିଲେ ପୁଣି ଆମ୍ଭ ଦୁହିଁଙ୍କର କି କାରଣ ମୁଖ ହେଲା ରକ୍ଷ ମର୍କଟର ରାଜକନ୍ୟା ଦେଖି ତାକୁ ଭୟ ପଳାଇଲା ଆମ୍ଭ ଦୁହିଁଙ୍କର ମନେ ସଂଶୟ ହୋଇଲା ଆମ୍ଭ କହିଲୁ ଯେ ମୁଖ ତୁମ ଦୁହିଁଙ୍କର ଆମ୍ଭ ଯୋଗ ହେଲା ରକ୍ଷ ମର୍କଟ ଆକାର ନାରଦ ମାଗିଲେ ଆସି ପର୍ବତଙ୍କ ପାଇଁ ପର୍ବତ ମାଗିଲେ ଆସି ନାରଦଙ୍କ ପାଇଁ ଦୁହେଁ ଯାକ ଆମ ଭକ୍ତ ଦୁହେଁ ପ୍ରିୟତର ଭାଙ୍ଗି ନ ପାରିଲୁ ଆମ୍ଭେ ବଚନ
ବିଚାରିଲୁ ଦୁହିଁଙ୍କର ମୁଖ କବାକାର କରିଦେଲୁ। ପୁଣି ନାରଦ ପୁଥିଲେ ଆମ୍ଭକୁ ଏପରି ଆମ ମଧ୍ୟ ଯିବୁ ଯେ କେ ଥିଲେ ଧନୁ ଧରି। ତା ଶୁଣି ନାରଦଙ୍କୁ କହିଲୁ ଏପରି ରାକ୍ଷସ କି ଅନ୍ୟ କେହି ଥିବ ମାୟା କରି। ଚତୁର୍ଭୁଜ ସବୁ କାଳେ ଦେଖୁଛ ଆମର ଦ୍ୱିଭୁଜ ହୋଇବ ବା କେବଳ ପ୍ରକାର। ଏହା ଶୁଣିବେନି ଋଷି ନମସ୍କାର କଲେ ବିଦାୟ ହୋଇନ ଅମ୍ବରୀଶ ପାଶ ଗଲେ। ବୋଇଲେ ଅମ୍ବରୀଶ ତୁ ଅଜ୍ଞାନ ହୋଇଲୁ ମାୟା କରି ଶ୍ରୀମତୀ କି ଲୁଚାଇ ରଖିଲୁ। ଜ୍ଞାନହୀନ ଧର୍ମ ଛାଡ଼ି ଆଚରିଲୁ ପାପ ସେଇ ଯୋଗୁ ଆମ୍ବ ଠାରୁ ଘେନେ ବେଶାପ। ତମ ଗୁଣ ଆଶ୍ରୟ କରି ଜ୍ଞାନ ଶୂନ୍ୟ ହୁଅ ଦେହ ଥିବା ଯାଏ ରାଜା କଷ୍ଟ ପାଉଥାଅ। ଜୟ ଜଗନ୍ନାଥ। ପ୍ରିୟ ଶ୍ରୋତା ବନ୍ଧୁ, ଏବେ ବିଦାୟ ନେବା। ପୁଣି ଏ ବିଷୟ